आलीगाँठारे माउली फुटबॉल मेमोरियल टूर्नामेंट अनुष्ठित। कोरापुट जिला सेमिलीगुड़ा ब्लॉक अंतर्गत पाकुछला ग्राम पंचायत आलीगाँठारे 3 दिनिया माउली फुटबॉल मेमोरियल टूर्नामेंट अनुष्ठित हो जाइछि। ଏହି ଟୁର୍ଣ୍ଣାମେଣ୍ଟ ଦୀର୍ଘ ଦିନର ବ୍ୟବଧାନରେ ପ୍ରଥମ କରି ଆଲିଗାଁଠାରେ ଏକ ମେଗା ଫୁଟବଲ ଟୁର୍ଣ୍ଣାମେଣ୍ଟ ଦେଖିବାକୁ ମିଳିଛି। ଏକ ସୁନ୍ଦର ପ୍ରାକୃତିକ ପରିବେଶ ମଧ୍ୟରେ ଆଲିଗାଁର ରେଡ୍କ୍ରସ୍ ପଡ଼ିଆଠାରେ 56 ଗୋଟି ଫୁଟବଲ ଟିମ୍କୁ ନେଇ ଏକ ଦିବସୀୟ ମ୍ୟାଚ୍ ଚାଲିଥିବା ଦେଖିବାକୁ ମିଳିଛି। ଏହି ଅଞ୍ଚଳରେ ଏତେ ବଡ଼ ମେଗା ଟୁର୍ଣ୍ଣାମେଣ୍ଟ ମ୍ୟାଚ୍ ହୋଇଥିବାରୁ ଅଞ୍ଚଳବାସୀଙ୍କ ମନରେ ଉତ୍ସାହ ଓ ଉତ୍କଣ୍ଠା ଦେଖାଦେଇଛି। ଏହି ମ୍ୟାଚ୍କୁ ଦର୍ଶକମାନେ ମନଭରି ଉପଭୋଗ କରିଥିଲେ। ସମାଜରେ ଶାନ୍ତି, ଏକତା, ଭାଇଚାରାର ବନ୍ଧୁତା ସ୍ଥାପନ ପାଇଁ ସହାୟକ ଯୋଗାଇବା ଏହି ଟୁର୍ଣ୍ଣାମେଣ୍ଟର ମୂଳ କାରଣ ବୋଲି ଉପସ୍ଥିତ ଅତିଥିମାନେ ମନ୍ତବ୍ୟ ଦେଇଥିବା ଦେଖିବାକୁ ମିଳିଛି। ଏହି ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ଭାବେ ଦୁଧାରୀ ପଞ୍ଚାୟତର ସରପଞ୍ଚ ଶ୍ରୀ ମାଧବ ନନ୍ଦିବାଲି ଯୋଗ ଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବେ ଲକ୍ଷ୍ମଣ ପାଢ଼ୀ, ତ୍ରିପତି ପୂଜାରୀ, କାଳୀଚରଣ ପୁନାରାମ, ସୁମଗଡ଼ି, ରାମଚନ୍ଦ୍ର ଜାନିଙ୍କ ସହିତ ଗ୍ରାମର ଭଦ୍ର ବ୍ୟକ୍ତିମାନେ ଉପସ୍ଥିତ ହୋଇଥିଲେ। ଟୁର୍ଣ୍ଣାମେଣ୍ଟକୁ ଗାଁର ମାଉଲି ଫୁଟବଲ ଟୁର୍ଣ୍ଣାମେଣ୍ଟ ଯୁବକ ସଂଘ ଆୟୋଜନ କରିଥିଲେ। ଏଥିରେ ରେଫରୀ ଭାବେ ଅର୍ଜୁନ ରହିଥିଲେ ଓ ଭାଷ୍ୟକାର ନିମନ୍ତେ ଡଙ୍ଗୁରଧର ଭଇ ଓ ମାଷ୍ଟର ଧନେଶ୍ୱର ପରିଚାଳନା କରିଥିବା ବେଳେ ଟୁର୍ଣ୍ଣାମେଣ୍ଟକୁ ସୁବ୍ରତ ପାଢ଼ୀ, କର୍ଣ୍ଣ ମୁଦୁଲି, ଗୋପବନ୍ଧୁ ପୂଜାରୀ, ଅରୁଣ ଜାନି ଇତ୍ୟାଦି ସହଯୋଗ କରିଥିଲେ। ବ୍ୟୁରୋ ରିପୋର୍ଟ, ପିସ୍ ନ୍ୟୁଜ୍, ଭାରତ।